ଦେଖନ୍ତୁ ସାଙ୍ଗମାନେ, ମୁଁ ଆପଣ ପାଇଁ ଗୋଟେ ନୂଆ ଡିସ୍ ଆଣିଦେଇଛି, ଯାହାକି ବିନା ନଡ଼ିଆରେ ମଲାଇ ଚିଙ୍ଗୁଡ଼ି। ଚାଲନ୍ତୁ କେମିତି କଲି ଆରମ୍ଭ କରିବା। ପ୍ରଥମେ ତ ଚିଙ୍ଗୁଡ଼ି ଗୁଡ଼ିକ ଭଲ ଭାବରେ ଧୋଇଦବା ଓ ସେଥିରେ ଲୁଣ ହଳଦୀ ଆମେ ଗୋଳେଇଦବା। ଭଲ ଭାବରେ ଗୋଳେଇଦବା ପରିଷ୍କାର କରିକି। ଏବେ ଗୋଟେ କଢ଼େଇ ଗରମ କରିକି ସେଥିରେ ଆମେ କିଛି ତେଲ ଦବା, ଯେମିତି ଚିଙ୍ଗୁଡ଼ି ଭାଜିବା। ଚିଙ୍ଗୁଡ଼ି ଏଠି ମନେ ରଖିଥିବେ, ଗୋଟେ ମିଡିୟମ ସାଇଜ ନେଇପାରନ୍ତି ନା ଟିକେ ବଡ ସାଇଜ ନେଇପାରନ୍ତି, ଚଳିବ, କିଛି ନାହିଁ। ବଡ ସାଇଜ ନେଲେ ଚଳିବ କି ମିଡିୟମ ସାଇଜ ନେଲେ ବି ଚଳିବ। ଏକା ଟେଷ୍ଟ, ଏକା ଫ୍ଲେଭର, ସବୁ ଭଲ ଲାଗିବ। ଦେଖନ୍ତୁ ଏଇଭଳିଆ ଭାବରେ ମୁଁ ସବୁ ଚିଙ୍ଗୁଡ଼ି ଗୁଡ଼ିକ ଗୋଟେ ଗୋଟେ କରିକି ଦେଇଦେବା। ତାକୁ ହାଲକା ଲାଲ ପକେଇବା, ଆମେ ବେଶୀ ଚିଙ୍ଗୁଡ଼ିକୁ ଭାଜିବା ନାହିଁ। ଏଇ ମଲାଇ କରୀଟା ଏତେ ଭଲ ଲାଗେ ନା, ଆପଣ ମାନେ ନିହାତି ଥରେ ଟ୍ରାଏ କରନ୍ତୁ। ମୁଁ ଯୋଉଟା କହୁଛି ଆଉ ମୋର ଏଇ ପ୍ରୋସେସରେ କରନ୍ତୁ, ଦେଖନ୍ତୁ କେତେ ସୁନ୍ଦର ଲାଗିବ। ଏଇଭଳିଆ ଭାବରେ ଆମେ ଚିଙ୍ଗୁଡ଼ି ଗୁଡ଼ିକ ଦେଇକି ତାକୁ ଭାଜିଦବା। ବେଳେ ବେଳେ ମନ ହୁଏ ମଲାଇ ଚିଙ୍ଗୁଡ଼ି ଖାଇବା ପାଇଁ, କିନ୍ତୁ ନଡ଼ିଆ ନଥାଏ। ମୁଁ ଭାବିଲି ଆଜି ବିନା ନଡ଼ିଆରେ ଗୋଟେ କରିବା ଡିସ୍। ଦେଖନ୍ତୁ ଏଇଭଳିଆ ଭାବରେ ଭାଜିଦବା। କଲର ବି ହେଇ ଆସିଲାଣି ଏଇଭଳିଆ ୟେଲୋ କଲରରେ। ଆମେ ବେଶୀ ଲାଲ ପକେଇବାନି, ଏଇଭଳିଆ ଭାବରେ ବାହାର କରିଦବା। ଏଇଭଳିଆ ଭାବରେ ଭଲ ଭାବରେ ଆମେ ଭାଜିଦବା ଗୋଟା ଗୋଟା ଚିଙ୍ଗୁଡ଼ିକୁ। ଆଉ ବେଶୀ ଆମର ବେଶୀ ଲାଲ ପକେଇବାନି ଚିଙ୍ଗୁଡ଼ି, ଭଲ ଭାବରେ ଆମେ ଏଇଭଳିଆ ପ୍ରୋସେସରେ ଭାଜିଦବା। ଦେଖନ୍ତୁ ଭାଜିଦେଲି ମୋ ଚିଙ୍ଗୁଡ଼ି ଗୁଡ଼ିକ। ଏବେ ଗୋଟେ ପ୍ଲେଟ କାଢିଦେବା। ଦେଖନ୍ତୁ ଏବେ ଦେଖନ୍ତୁ କାଢିଦେଲି। ଏବେ ଗୋଟେ ମସଲା ପ୍ରସ୍ତୁତ କରିବା, ଯାହାକି ଏଠି ଆମର ଗୋଟେ ପୁରା ଗୋଟେ ହେଲା ପିଆଜ ରସୁଣ ଚାରି ପାଞ୍ଚଟା, ଆଉ କଞ୍ଚା ଲଙ୍କା 2-3ଟା। ଏଠି ମୁଁ କାଜୁ 4-5ଟା ନେଇଥିଲି, ସୋରିଷ 1 ଚାମଚ, ପୋସ୍ତ 1 ଚାମଚ ନେଇଥିଲେ, ଆଉ ଦହି 2 ଚାମଚ। ଏଠି ଆମେ ସବୁକୁ ଭଲ ଭାବରେ ପେଷ୍ଟ କରିଦବା, ପୁରା ମାନେ ଗ୍ରାଇଣ୍ଡିଙ୍ଗ କରିଦବା। ଏକା ସାଙ୍ଗରେ ବାଟିଦବା। ନହେଲେ ଆପଣ ମାନେ ଚାହିଁଲେ ତ ଆକୁ ରସୁଣ ପିଆଜ କଞ୍ଚା ଲଙ୍କାକୁ ଅଲଗା ବାଟିକି ଆକୁ ଦହି ଆଉ ପୋସ୍ତ କାଜୁ ସୋରିଷ ଅଲଗା ବାଟି ପାରନ୍ତି, କିନ୍ତୁ ମୁଁ ଏଠି ସବୁ ଏକାବେଳେ ବାଟି ଦେଇଛି। କିଛି ବି ତା ଦେହରେ ଟେଷ୍ଟରେ କିଛି ଫରକ ପଡିବନି। ଏଇଭଳିଆ ବାଟିଦେବେ। ଆଉ ଗରମ ଦିନରେ ଆକୁ ମାନେ ଏଇଭଳିଆ ଆଇଟମ କଲେ ଆମକୁ ଭଲ ଲାଗେ ଖାଇବା ପାଇଁ, କାରଣ ଗରମ ଦିନରେ ରୁଚେ ନାହିଁ କିଛି। ସେଥିପାଇଁ ଗରମ ଭାତରେ ୟାକୁ ବହୁତ ଟେଷ୍ଟ ଲାଗିବ। ନିହାତି ଥରେ ଟ୍ରାଏ କରିବେ ଏ ପ୍ରୋସେସ। ଏବେ ଆମେ ଗୋଟେ କଢାରେ ତେଲ କିଛି ନେଇଯିବା। ତେଲ କିଛି ନେଇକି ଏଠି ଆମେ ଡାଲଚିନି 2ଟା ଦେଇଦବା। ଡାଲଚିନି 2ଟା ଆଉ ଗୁଜୁରାତି 3ଟା, ଲବଙ୍ଗ 3ଟା ଆମେ ନେଇ ଆସିଥିଲି। ତାକୁ ଆମେ ପକେଇବା। ଯେମିତି ଫୁଟି ଆସିଲେ ଆମେ ଏବେ ମସଲା ପକେଇବା। ତାକୁ ଟିକେ ଗରମ ହେଇଯାଉ, ଯେମିତି ଗରମ ହେଇଯିବ, ତାପରେ ଆମେ ମସଲା ପକେଇବା। ତାପରେ ଏବେ ଆମେ ମସଲା ଯୋଉ ବାଟିଥିଲେ ସବୁ ଏବେ ଦେଇଦବା। ଏବେ ଦବା ଦ୍ୱାରା ମସଲାକୁ ଏବେ କଷିବା। ମସଲା କଷିଦବା। ଏଇନା ଭଲ ଭାବରେ ମସଲା କଷିଦବା। ଆମର ବାଟିଦବା, ଆମେ କଷିଦବା ଭଲ ଭାବରେ ଆମେ କଷିବା। ମସଲାଟା ଏମିତି କଷି ହେଇଯିବ। ଆକୁ ନିହାତି ଆମେ 15 ମିନିଟ୍ ଟାଇମ ଦବା। ଆକୁ କଷିବା ଟାଇମଟା 15 ମିନିଟ୍ ନିହାତି ମସଲା କଷିବା। ଏଠି ଆମେ ଜିରା ଗୁଣ୍ଡ ପକେଇବାନି, ଧଣିଆ ଗୁଣ୍ଡ ପକେଇବା। ଜିରା ଗୁଣ୍ଡ ଏଠି ଜମା ୟୁଜ ହବନି। ୟା ଦେହରେ ଜିରା ଗୁଣ୍ଡ ଛଡା ଧଣିଆ ଗୁଣ୍ଡ ହିଁ ପଡିବ। ଆଉ ଏବେ ମସଲା ଭଲ ଭାବରେ ଆଉ ଟିକେ କଷିଦବା। ଏଠି ହଳଦୀ ଲୁଣ ଆଉ ଲଙ୍କା ଗୁଣ୍ଡ ବେଶୀ ମସଲା ପକେଇଦବା, ଯେମିତି ଆପଣ ମାନେ ଯୋଉ କ୍ୱାଣ୍ଟିଟି ହିସାବରେ ପକେଇ ପାରନ୍ତି। ଭଲ ଭାବରେ କଷିବା, ଯେମିତି ଆର ତେଲ ଅଂଶ ଉପରୁ ଉଠିବା ପର୍ଯ୍ୟନ୍ତ ଆମେ କଷିବା। ଏଠି ମୁଁ କପ୍ ଧୋଇକି କିଛି ପାଣି ପକେଇଦବା। ଦେଖନ୍ତୁ ଏଇଭଳିଆ କପ୍ ଧୋଇ ପାଣି ଦେଲେ ତା ଦେହରେ ଆଉ ଟିକେ ଭଲ ଭାବରେ କଷିବା। କଷା ହେଇଗଲାଣି। ଏବେ ଆମେ କଣ କରିବା, କିଛି ଚିନି ଦବା। 1/2 ଚାମଚ ଏଠି ମୁଁ ଚିନି ଦେଇଛି। 1/2 ଚାମଚ ଚିନି ଦେଇଦେବେ। ଏବେ 1/2 ଚାମଚ ଚିନି ଦେଇଦବା। ଏ ଚିନି ପକେଇ ଆମେ ଆଉଥରେ କଷିବା, ଭଲ ଭାବରେ କଷିଦବା।
କଷାଟା ମେନ୍। ତାପରେ ଆମେ ଯୋଉ ରସୁଣ ପକେଇଥିଲେ, ପିଆଜ ପକେଇଥିଲେ, ତା ମସଲା ଗ୍ୟାସଟା ଯିବ ଯେମିତି, ଆଉ କାଜୁ ଆଉ ପୋସ୍ତର ବାସ୍ନା ସେମିତି ଆସେ, ସେଇ ଟାଇମ୍ ପର୍ଯ୍ୟନ୍ତ ଆମେ କଷିବା। ଏଠି ମୁଁ ଚିଙ୍ଗୁଡ଼ି ଯେତିକି ଭାଜିଥିଲି ଏବେ ଦେଇଦେବା। ଚିଙ୍ଗୁଡ଼ି ଭାଜି ଯୋଉ ଦେଇଥିଲେ ସେ ଚିଙ୍ଗୁଡ଼ି ଏବେ କଷିବା। ଚିଙ୍ଗୁଡ଼ି ଆଉ ମସଲା ଭଲ ଭାବରେ କଷିବା, ଯେମିତିକି ଯୋଉ ପର୍ଯ୍ୟନ୍ତ ତେଲ ଉଠିବନି ଉପରକୁ ସେଇ ପର୍ଯ୍ୟନ୍ତ ଆମେ କଷିବା। ଆଉ ମୁଁ ଏବେ କପ୍ରେ ଯେମିତି ପାଣି ରଖିଲି, ପୁରା ଫୁଲ୍ କପ୍, ତା ଦେହରେ ଟିକେ ଟିକେ ଦେଇକି ପାଣି ଆମେ କଷିବା। କାରଣ ଏଇ ପାଣିଟା କଷା ପାଣି ମାନେ କଷିଲେ ଏଇଭଳିଆ ବହୁତ ଭଲ ଟେଷ୍ଟ ଆସେ। ଆଉ ବେଶୀ ପାଣି ଦେବେନି, ଟିକେ ଟିକେ ପାଣି ଦେଉଥିବେ, କଷୁଥିବେ, ତା ବାସ୍ନାଟା ଆଉ ତା ଟେଷ୍ଟଟା ବହୁତ ଅଲଗା ଆସେ। ଦେଖନ୍ତୁ ଏବେ ଦେଖ ବ୍ରାଉନ୍ କଲର୍ ପଳେଇ ଆସିଲାଣି ଆମର, ତା କଲର୍ଟା କେତେ ସୁନ୍ଦର ବ୍ରାଉନ୍ କଲର୍ ପଳେଇ ଆଇଲାଣି। ଏବେ ଆମେ କଣ କରିବା, ଗୋଟେ କପ୍ କ୍ଷୀର, ପୁରା ଫୁଲ୍ ଫ୍ୟାଟ୍ କପ୍ କ୍ଷୀର ଦେଇଦେବା। ଆଉ ସେଥିରେ ମୁଁ ଗୋଟେ ଚାମଚ ଅମୁଲ ଗୋଳେଇଥିଲି କ୍ରିମି ଅଂଶ ପାଇଁ। ଆପଣ ଯଦି ଭଲ କ୍ଷୀର ହେଇଥିବ, ପୁରା ଫ୍ୟାଟ୍ କ୍ଷୀର, କ୍ରିମି କ୍ଷୀର ହେଇଥିବ, ତାହେଲେ ଅମୁଲ ଦେବା ଦରକାର ନାହିଁ। ମୁଁ ଏଠି ଅମୁଲ ଟିକେ ଦେଇଥିଲି, ଟିକେ କ୍ରିମିନେସ୍ ଆସିବା ପାଇଁ। ଦେଖନ୍ତୁ ଆକୁ ଆଉ ଏଇଭଳିଆ ଟିକେ ଫୁଟେଇବା 10 ମିନିଟ୍ ପର୍ଯ୍ୟନ୍ତ। ଆଉ ଏଠି କ୍ଷୀର କପ୍ ଦେବେ, ପାଣି ବି କପ୍ ପାଣି ପୁରା ଆମର ଦିଆହବ। ଏଠି ଭଲ ଭାବରେ ଫୁଟି ଆଇଲାଣି। ଏବେ ଆମେ ମାନେ ଘୋଡ଼େଇ ଦେବା 15 ମିନିଟ୍ ପାଇଁ, ଘୋଡ଼େଇ ଦେବା ଯେମିତି ଭଲ ଭାବରେ ଫୁଟି ଆସୁ ଚିଙ୍ଗୁଡ଼ି। ଦେଖନ୍ତୁ ହେଇଗଲାଣି 15 ମିନିଟ୍। ଏବେ ଦେଖନ୍ତୁ ବହୁତ ସୁନ୍ଦର ଫୁଟି ଆସିଲାଣି, ଆଉ କଲର୍ ବି ବହୁତ କ୍ରିମି ଅଂଶ ଭଳିଆ ଦେଖାଗଲାଣି। ଏବେ ଦେଖନ୍ତୁ ଗ୍ରେଭିଟା କେତେ କ୍ଲିନ୍ ଦେଖାଯାଉଛି। ଆଉ ଥିକନେସ୍ ତାର ଏତିକି ହିଁ ରଖିବେ, ବେଶୀ କମେଇବେନି ଆଉ ବେଶୀ ବଢ଼େଇବେନି, ଏତିକି ରଖିବେ। ଆଉ ଟେଷ୍ଟଟା ବହୁତ ଭଲ ଲାଗିବ। ଦେଖନ୍ତୁ ଏବେ ଆମେ କଣ କରିବା, କିଛି ଗରମ ମସଲା ନେଇଯିବା। 2 ଚାମଚ ପୁରା ଗରମ ମସଲା ଏଠି ପକେଇଦେଲି, ପୁରା 2 ଚାମଚ ପକେଇବେ, ବାସ୍ନା ଭଲ ଲାଗିବ। ଗରମ ମସଲା ପକେଇ ସାରିଲା ପରେ ଆକୁ ଆମେ ଏବେ 10 ମିନିଟ୍ ଆମେ ଛାଡ଼ିଦେବା, ଘୋଡ଼େଇକି ଛାଡ଼ିଦେବା 10 ମିନିଟ୍ ପୁରା। ଟିକେ ଥଣ୍ଡା ହେଇଗଲା, ମାନେ ଟିକେ ଥଣ୍ଡା ହେଲେ ଆଉ କଲର୍ଟା ଫିଟି ଆସିବ ଭଲସେ। ସେଥିପାଇଁ ମୁଁ ଆକୁ 10 ମିନିଟ୍ ପୁରା ଛାଡ଼ିଦେଲି ଘୋଡ଼େଇକି। ଆଉ ଦେଖନ୍ତୁ ପ୍ରସ୍ତୁତ ହେଇଗଲା ବିନା ନଡ଼ିଆରେ ମଲାଇ ଚିଙ୍ଗୁଡ଼ି କରି। ଦେଖନ୍ତୁ ଏତେ ସୁନ୍ଦର ଦେଖାଯାଉଛି, ଯେମିତି ସୁନ୍ଦର ଦେଖାଯାଉଛି ସେମିତି ଖାଇବା ମଧ୍ୟ ଭଲ ଲାଗିବ। ଆଉ ମୋ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ, ଧନ୍ୟବାଦ।